ପଶ୍ଚିମବଙ୍ଗରେ ଅବୈଧ ଅନୁପ୍ରବେଶ ଉପରେ ଶୁଭେନ୍ଦୁ ସରକାରଙ୍କ କଡ଼ା କାର୍ଯ୍ୟାନୁଷ୍ଠାନ। ପଶ୍ଚିମବଙ୍ଗରେ ଅବୈଧ ଅନୁପ୍ରବେଶ କରିବା ଆହୁରି ମୁସ୍କିଲ ହୋଇଯିବ। ଏହା ଉପରେ ଏବେ ବିଜେପିର ଶୁଭେନ୍ଦୁ ସରକାରଙ୍କର କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଯାଇଛି। ଶୁଭେନ୍ଦୁ ଅଧିକାରୀ ବୁଧବାର ବିଏସ୍ଏଫ୍କୁ ଆନ୍ତର୍ଜାତୀୟ ସୀମାରେ ବାଡ଼ ଲଗାଇବା ଓ ସୁରକ୍ଷା କନଷ୍ଟ୍ରକ୍ସନ ପାଇଁ ଜମି ପ୍ରଦାନ କରିଛନ୍ତି। ଏହାର ଆରମ୍ଭ 27 କିଲୋମିଟର ପରିସରରେ ହୋଇଛି। ସେ କହିଛନ୍ତି ଯେ ରାଜ୍ୟରେ ସୀମା ପ୍ରବନ୍ଧନକୁ ମଜବୁତ କରିବା ପାଇଁ ଯେଉଁଠି ବି ଆବଶ୍ୟକ ହେବ ଆହୁରି ଜମି ଦିଆଯିବ। ବିଏସ୍ଏଫ୍କୁ ଜମି ହସ୍ତାନ୍ତର ନେଇ ଏକ ବୈଠକକୁ ସମ୍ବର୍ଦ୍ଧିତ କରି ଶୁଭେନ୍ଦୁ ଅଧିକାରୀ କହିଛନ୍ତି, ଏହି ପ୍ରକ୍ରିୟା ରାଜ୍ୟରେ ସୀମା ସୁରକ୍ଷାକୁ ଉନ୍ନତ କରିବା ପାଇଁ ଏକ ପ୍ରମୁଖ ପଦକ୍ଷେପର ଆରମ୍ଭ। ସେ କହିଛନ୍ତି 2 ସପ୍ତାହ ମଧ୍ୟରେ ସୀମା ସୁରକ୍ଷା ବାହିନୀ ବିଏସ୍ଏଫ୍କୁ ଜମି ହସ୍ତାନ୍ତର କରାଯିବ। ପ୍ରାରମ୍ଭିକ ଭାବେ ଭାରତ ବାଂଲାଦେଶ ଆନ୍ତର୍ଜାତୀୟ ସୀମାରେ 27 କିଲୋମିଟର ଅଞ୍ଚଳକୁ ଜମି ହସ୍ତାନ୍ତର କରାଯାଉଛି। ଏହାକୁ ଏକ ବୃହତ ଅଭିଯାନର ପ୍ରଥମ ପଦକ୍ଷେପ ଭାବରେ ବର୍ଣ୍ଣନା କରି ଅଧିକାରୀ କହିଛନ୍ତି, ପ୍ରାରମ୍ଭିକ ଭାବେ ଏହି 27 କିଲୋମିଟର ଅଞ୍ଚଳକୁ ସୁରକ୍ଷିତ କରିବା ପାଇଁ ଆବଶ୍ୟକ ଜମି ବିଏସ୍ଏଫ୍କୁ ହସ୍ତାନ୍ତର କରାଯାଇଛି। ସୀମାରେ ଭିତ୍ତିଭୂମି କାର୍ଯ୍ୟକୁ ତ୍ୱରାନ୍ୱିତ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ପଶ୍ଚିମବଙ୍ଗର ଅନ୍ତର୍ଜାତୀୟ ସୀମାର ଏକ ବଡ଼ ଅଂଶ ଏବେ ମଧ୍ୟ ବାଡ଼ମୁକ୍ତ ରହିଛି। ପଶ୍ଚିମବଙ୍ଗରେ ବାଂଲାଦେଶ ସହ ମୋଟ 2200 କିଲୋମିଟର ସୀମା ମଧ୍ୟରୁ ପ୍ରାୟ 1600 କିଲୋମିଟର ବାଡ଼ ଲଗାଯାଇ ସାରିଛି। ଆଉ ପ୍ରାୟ 600 କିଲୋମିଟର ସୀମାରେ ଏବେ ବି ବାଡ଼ ଲାଗିନାହିଁ। ସେ ଆହୁରି କହିଛନ୍ତି, ଯେଉଁଠି ବି ବାଡ଼ ଲଗାଇବା ଓ ସୀମା ସୁରକ୍ଷା ପାଇଁ ଜମି ଆବଶ୍ୟକ ହେବ ଆମେ ତାହାକୁ ବିଏସ୍ଏଫ୍କୁ କରିବୁ। ବ୍ୟୁରୋ ରିପୋର୍ଟ, ଆପଣଙ୍କ ଖବର। अधिक खबर पाई आम चैनल को लाइक, शेयर और सब्सक्राइब करंतु।